नमस्कार दर्शक बंधु। आज आपण मानकु पणस विषय कहिबी। ओडिशा रे खरा दिने एहा प्रचुर परिमाण रे मिली थाए। ओडिशार लोकमानकर एहा अति प्रिय फल। केवल लोकमाने काहींकी भगवान श्री जगन्नाथ मध्य पणस खाइबाकू भारी भल पाती। एहार अनेक गुड़िए स्वास्थ्य जनित उपकारिता रहिछि। केउमाने पणस खाइबे केउमाने खाइबे नहीं, किभଳି ଭାବରେ ଖାଇଲେ ଏହାର ଲାଭ ଆପଣମାନେ ଉଠାଇ ପାରିବେ, ଏ ସବୁ ବିଷୟ ଆଜିର ଭିଡ଼ିଓରେ ଆମେ ଜାଣିବା। ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଆପଣମାନଙ୍କୁ ଅନୁରୋଧ। ଆସନ୍ତୁ ଦେଖିବା ଏହି ପଣସର ପ୍ରକୃତି ବିଷୟରେ। ଆସନ୍ତୁ ଭଲ ଭାବରେ ଜାଣିବା। ଉଭୟ କଞ୍ଚା ଏବଂ ପାଚିଲା ପଣସ ଶୀତଳ ପ୍ରକୃତିର, ଗୁରୁପାକ ବା ଗରିଷ୍ଠ ଅର୍ଥାତ୍ ହଜମ ହେବା ପାଇଁ ସମୟ ଲାଗିଥାଏ, ମଧୁର ସ୍ୱାଦଯୁକ୍ତ ଓ ସ୍ନିଗ୍ଧ ବା ଚିକ୍କଣତା ପ୍ରଦାନ କରିଥାଏ। ବାତ ଏବଂ ପିତ୍ତ ପ୍ରଧାନ ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଉପାଦେୟ ଅଟେ। କଫ ପ୍ରଧାନ ତଥା ହଜମ ଶକ୍ତି କମ୍ ଥିବା ବ୍ୟକ୍ତିମାନେ ଏହାକୁ ଅଳ୍ପ ପରିମାଣରେ ଖାଇବା ଉଚିତ। ଦୁର୍ବଳ, ପତଳା ଓ ଓଜନ ବଢ଼ାଇବା ପାଇଁ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ପଣସ ଉପଯୋଗୀ ଅଟେ, କାରଣ ଏହା ଶରୀରକୁ ଅନେକ ପ୍ରକାରର ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ। ଆମ ଶରୀରରେ ଥିବା ଅଷ୍ଟ ଧାତୁ ଭିତରୁ ରସ, ମାଂସ ଓ ଶୁକ୍ର ଧାତୁ ଉପରେ ଏହା ଭଲ କାମ କରିଥାଏ। ଶରୀର ଉପରେ ଖରାଦିନର ଯେଉଁ ପ୍ରଭାବ ପଡ଼ିଥାଏ, ଅଧିକ ରୁକ୍ଷ ଏବଂ ଉଷ୍ଣ ବାୟୁର ପ୍ରଭାବ ପଡ଼ିଥାଏ, ସୂର୍ଯ୍ୟକିରଣର ପ୍ରଭାବ ପଡ଼ିଥାଏ, ତାକୁ ସହିବା ପାଇଁ ତଥା ସେଗୁଡ଼ିକୁ ଶରୀରରେ କମ୍ କରିବା ପାଇଁ ପଣସ ବହୁତ ଉପାଦେୟ ଅଟେ। ଆସନ୍ତୁ ଦେଖିବା କଞ୍ଚା ବା ତରକାରୀ ପଣସ ଆମ ପାଇଁ କିଭଳି ଉପାଦେୟ। କଞ୍ଚା ପଣସ ପ୍ରକୃତରେ ଖାଇବା ଉଚିତ ନୁହେଁ। ଏହାକୁ ତରକାରୀରେ ପକାଇ ବା ଖଟା କରି ବା ଆଚାର କରି ବା ଏହାର ମଞ୍ଜିକୁ ଶୁଖାଇ ଭାଜି ବା ତରକାରୀରେ ପକାଇ ଖାଇଲେ ଏହାର ଲାଭ ମିଳିଥାଏ। ଏହା ଅଲସର ବା ଶରୀରର ଆଭ୍ୟନ୍ତରୀଣ ଘାକୁ ଠିକ୍ କରିଥାଏ, ଡାଇବେଟିସ୍ ଓ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ। ଏଥିରେ ଭିଟାମିନ୍ ସି, ଭିଟାମିନ୍ କେ, କ୍ୟାଲସିୟମ ଓ ଫାଇବର ବହୁତ ପରିମାଣରେ ଥାଏ। ଆୟୁର୍ବେଦ ଅନୁସାରେ ପାଚିଲା ପଣସରେ ଅନେକ ପ୍ରକାରର ଭିଟାମିନ୍ ଓ ମିନେରାଲ ଥାଏ, ଯେମିତିକି ଭିଟାମିନ୍ ଏ, ସି, B6, ଆଇରନ୍, ଫୋଲିକ୍ ଏସିଡ୍ ଓ ସୋଡ଼ିୟମ, ପୋଟାସିୟମ, ଜିଙ୍କ ଇତ୍ୟାଦି। ଏହି ପାଚିଲା ପଣସ ଶରୀରର ତର୍ପଣ କାର୍ଯ୍ୟ କରିଥାଏ, ଅର୍ଥାତ୍ ଶରୀରକୁ ନୋରିଶମେଣ୍ଟ ବା ପୋଷକ ତତ୍ତ୍ୱ ଯୋଗାଇଥାଏ। ଏହା ଧାତୁବର୍ଦ୍ଧକ ଅଟେ। ଏଥିରେ ଅଧିକ ପରିମାଣରେ କ୍ୟାଲୋରି ଥାଏ, ଶରୀରକୁ ଯଥେଷ୍ଟ ଶକ୍ତି ଯୋଗାଇଥାଏ ଏବଂ ଅଳ୍ପ ପରିମାଣରେ ପ୍ରୋଟିନ୍ ଥାଏ, କିନ୍ତୁ ଏଥିରେ ଫ୍ୟାଟ୍ ନଥାଏ। କଞ୍ଚା ବା ତରକାରୀ ପଣସ ଓ ପଣସ ମଞ୍ଜି ପାଚିଲା ପଣସ ଅପେକ୍ଷା ବେଶୀ ଲାଭକାରୀ ହୋଇଥାଏ। ଏହାର ଅନେକ ଔଷଧୀୟ ଗୁଣ ଥାଏ। ଏହା ଆଖି, ଚର୍ମ ଓ କେଶ ପାଇଁ ଟନିକ୍ ପରି କାମ କରେ। ଯେଉଁମାନଙ୍କର ଅସ୍ଥି ଦୁର୍ବଳତା ହୋଇଛି ବା ସେମାନଙ୍କର ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଛି, ଅଷ୍ଟିଓପୋରୋସିସ୍, ଅଷ୍ଟିଓ ଆର୍ଥ୍ରାଇଟିସ୍ ଭଳି ସମସ୍ୟା ହେଇଛି, ସେଭଳି କ୍ଷେତ୍ରରେ ତରକାରୀ ପଣସ ଖାଇଲେ ଲାଭ ମିଳିଥାଏ, କାରଣ ଏଥିରେ ଯଥେଷ୍ଟ ପରିମାଣରେ କ୍ୟାଲସିୟମ ଥାଏ। ପିତ୍ତ ଦୋଷ ଜନିତ ଚର୍ମ ରୋଗ, ଚର୍ମ କୁଣ୍ଡେଇ ହେବା, ଏକ୍ଜିମା ଇତ୍ୟାଦି ସମସ୍ୟାକୁ ଏହା କମ୍ କରିଥାଏ। ଚେହେରାରେ ଚମକ ବା କାନ୍ତି ଆଣିଥାଏ। ଶରୀରର ଅଷ୍ଟମ ଧାତୁ ବା ଓଜସ୍ ଧାତୁକୁ ଏହା ବୃଦ୍ଧି କରିଥାଏ। କ୍ୟାନ୍ସର ସମ୍ଭାବନାକୁ ରୋକିଥାଏ ଏବଂ ରକ୍ତହୀନତା ସମସ୍ୟା ଦୂର କରିଥାଏ। ଖରାଦିନିଆ ସ୍ୱାଦିଷ୍ଟ ଫଳ ଭିତରୁ ପଣସ ଅନ୍ୟତମ, କିନ୍ତୁ ଏହାକୁ ଖାଇଲା ବେଳେ ଅନେକ ଗୁଡ଼ିଏ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ଯେଉଁମାନେ କଫ ପ୍ରକୃତିର ବ୍ୟକ୍ତି, ବାରମ୍ବାର ଥଣ୍ଡା, କାଶ ତଥା ଶ୍ୱାସ ସମସ୍ୟାରେ ଜର୍ଜରିତ, ସେମାନେ ପଣସ ଖାଇବା ଉଚିତ ନୁହେଁ। ମେଦବହୁଳ, ଡାଇବେଟିସ୍, କିଡନୀ ଷ୍ଟୋନ୍, PCOD, ଫ୍ୟାଟି ଲିଭର, ହାଇପୋଥାଇରଏଡ୍ ଇତ୍ୟାଦି ସମସ୍ୟାରେ ପାଚିଲା ପଣସ ଖାଆନ୍ତୁ ନାହିଁ। ଯେଉଁମାନଙ୍କର ଶରୀରରେ ଗଣ୍ଠି, ସିଷ୍ଟ ବା ଟ୍ୟୁମର ଇତ୍ୟାଦି ରହିଛି, ସେମାନେ ପଣସ ଖାଆନ୍ତୁ ନାହିଁ। ଦ୍ୱିପହର ସମୟରେ ପଣସ ଖାଇବା ଠିକ୍ ହୋଇଥାଏ। ସକାଳେ, ସନ୍ଧ୍ୟାବେଳେ ଓ ରାତ୍ରି ସମୟରେ ଏହାକୁ ଆଭଏଡ୍ କରିବେ। ପଣସ ସହ ହାଲକା ଖାଦ୍ୟ ଯେମିତିକି ମୁଢ଼ି ମିଶାଇ ଖାଇଲେ
ଏହାର ଫାଇବର ଅଂଶ ସହଜରେ ହଜମ ହୋଇଯାଏ। ପାଚିଲା ପଣସ କୋଲାକୁ ଗୋଟିଏ ଜାଲି ପାତ୍ର ଭିତରେ ରଖି ବା ଗୋଟିଏ ଛିଦ୍ର ଥିବା ପାତ୍ର ଭିତରେ ରଖି ଏହାକୁ ଘଷି ଏହାର ରସାଳ ଅଂଶକୁ ବାହାର କରି ଖାଇଲେ ପାଚନ ସମସ୍ୟା, ପେଟ କାଟିବା ଇତ୍ୟାଦି କମ୍ ହୋଇଥାଏ। ପଣସ ଖାଇଲା ପରେ ଅଦା ଓ ପାନ ମଧୁରୀ ଖାଇଲେ ଏହା ସହଜରେ ହଜମ ହୋଇଯାଏ। ପାଚନ ଶକ୍ତି ଯଦି ଦୁର୍ବଳ ଅଛି କିମ୍ବା ପଣସ ଖାଇଲେ ଶରୀରରେ କୌଣସି ପ୍ରକାର ଆଲର୍ଜି, ବାନ୍ତି, କୋଷ୍ଠକାଠିନ୍ୟ ଇତ୍ୟାଦି ହେଉଛି, ସେଭଳି କ୍ଷେତ୍ରରେ ପଣସ ଖାଇବା ଉଚିତ ନୁହେଁ। ପଣସ ସହିତ କ୍ଷୀର ବା କ୍ଷୀର ଜାତୀୟ ଜିନିଷ, ମିଠା ଜାତୀୟ ଜିନିଷ ଓ ଅନ୍ୟାନ୍ୟ ଗରିଷ୍ଠ ଜିନିଷ ଖାଇବେ ନାହିଁ। ରକ୍ତକୁ ପତଳା କରିବା ପାଇଁ ବା କୌଣସି ହୃଦରୋଗୀ ଯଦି କୌଣସି ଔଷଧ ଖାଉଛନ୍ତି, ତାହେଲେ ପଣସ ନ ଖାଇବା ଠିକ୍ ହୋଇଥାଏ।